ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ସତର୍କ କଲା ପାଣିପାଗ ବିଭାଗ, ଆହୁରି 5 ଦିନ ଘଡ଼ଘଡ଼ି ସହ ବର୍ଷା। ପୂର୍ବ ଭାରତ ଉପରେ ରହିଥିବା ଉପ ଉଷ୍ଣକଟିବନ୍ଧୀୟ ପଶ୍ଚିମ ଜେଟ୍ ଷ୍ଟ୍ରିମ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେଉଛି। ରାଜ୍ୟରେ ଆସନ୍ତା 5 ଦିନ ଧରି ଘଡ଼ଘଡ଼ି ଓ ବର୍ଷା ପବନ ସହିତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି 7 ଦିନ ପର୍ଯ୍ୟନ୍ତ କାଁ ଭାଁ ସ୍ଥାନରେ ବର୍ଷା ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକା ଡକ୍ଟର ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ସର୍ବୋଚ୍ଚ ନ୍ୟାୟାଳୟଙ୍କ ବଡ଼ ରାୟ। ଗର୍ଭରୁ ଜନ୍ମ ଓ ପୋଷ୍ୟ ସନ୍ତାନଙ୍କ ମଧ୍ୟରେ ନାହିଁ କୌଣସି ପ୍ରଭେଦ। ମଙ୍ଗଳବାର ସୁପ୍ରିମକୋର୍ଟ ଏକ ମାମଲାରେ ଶୁଣାଣି ବେଳେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। କହିଛନ୍ତି, ମହିଳାଙ୍କ ଗର୍ଭରୁ ଜନ୍ମ ଓ ପୋଷ୍ୟ ସନ୍ତାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଏଥିସହ ସୁପ୍ରିମକୋର୍ଟ 3 ମାସରୁ ଅଧିକ ବୟସର ଛୁଆଙ୍କୁ ପୋଷ୍ୟ ଭାବେ ଗ୍ରହଣ କରୁଥିବା ମହିଳାଙ୍କୁ ମାତୃତ୍ୱ ଛୁଟିରୁ ବଞ୍ଚିତ କରିବାକୁ ଅସାମ୍ବିଧାନିକ କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଆହୁରି ସ୍ପଷ୍ଟ କରିଛନ୍ତି ଯେ ଏଭଳି କ୍ଷେତ୍ରରେ ମହିଳାଙ୍କୁ 12 ସପ୍ତାହର ମାତୃତ୍ୱ ଛୁଟି ମିଳିବା ଉଚିତ। ପରବର୍ତ୍ତୀ ଖବର, ଇ-କେୱାଇସି ନ କଲେ ମିଳିବ ନାହିଁ କି ଏଲ୍‌ପିଜି ସିଲିଣ୍ଡର, ସରକାର ରଖିଲେ ସ୍ପଷ୍ଟୀକରଣ। ଦେଶର ବିଭିନ୍ନ ସ୍ଥାନରୁ ଏଲ୍‌ପିଜି ଗ୍ୟାସ୍ ସମ୍ପର୍କରେ ଭିନ୍ନ ଭିନ୍ନ ରିପୋର୍ଟ ସାମ୍ନାକୁ ଆସୁଛି। କିଛି ଅଞ୍ଚଳରେ ଗ୍ୟାସ୍ ସିଲିଣ୍ଡର ଗଚ୍ଛିତ ଥିବା ରିପୋର୍ଟ ଆସୁଛି, ଆଉ କିଛି ଅଞ୍ଚଳରେ ଏଲ୍‌ପିଜି ସିଲିଣ୍ଡରର ଅଭାବର ରିପୋର୍ଟ ଆସୁଛି। ଏହାରି ମଧ୍ୟରେ ମାର୍ଚ୍ଚ 15 ତାରିଖ ରାତିରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି କହିଥିଲେ ଯେ ସମସ୍ତ ଏଲ୍‌ପିଜି ଗ୍ରାହକଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଛି। ଯଦି ଆପଣ ଇ-କେୱାଇସି ପୂରଣ କରିବାରେ ବିଫଳ ହୁଅନ୍ତି, ତେବେ ଆପଣ ଗ୍ୟାସ୍ ସିଲିଣ୍ଡର ବୁକ୍ କରିପାରିବେ ନାହିଁ। ଆଉ ଏହାକୁ ନେଇ ମଙ୍ଗଳବାର ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରାଯାଇଛି। ପରବର୍ତ୍ତୀ ଖବର, ଏଲ୍‌ପିଜି ସଙ୍କଟ, 12,000 ସ୍ଥାନରେ ରେଡ୍, 15,000 ସିଲିଣ୍ଡର ଜବତ। ଦେଶରେ ଏଲ୍‌ପିଜି ସିଲିଣ୍ଡରର ଅଭାବକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। କଳାବଜାରୀ ରୋକିବା ପାଇଁ ସରକାର ଏପର୍ଯ୍ୟନ୍ତ 12,000 ଚଢ଼ାଉ କରିଥିବା ବେଳେ 15,000ରୁ ଅଧିକ ସିଲିଣ୍ଡର ଜବତ କରିଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜତା ଶର୍ମା କହିଛନ୍ତି ଯେ କୌଣସି ସ୍ଥାନରେ ଏଲ୍‌ପିଜି ଡ୍ରାଏ ଆଉଟ୍ ବା ସମ୍ପୂର୍ଣ୍ଣ ଶେଷ ହୋଇଯିବାର ଖବର ମିଳିନାହିଁ। ପରବର୍ତ୍ତୀ ଖବର, 11ଟି ଜିଲ୍ଲାରେ 23ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ, ସୃଷ୍ଟି ହେବ 10,000ରୁ ଅଧିକ ନିଯୁକ୍ତି। ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 145ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ 23ଟି ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟରେ ମୋଟ 4,510.65 କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏହାଦ୍ୱାରା ପ୍ରାୟ 10,122 ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହି ପ୍ରକଳ୍ପଗୁଡ଼ିକ ବାଲେଶ୍ୱର, ବଲାଙ୍ଗୀର, କଟକ, ଜଗତସିଂହପୁର, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ସମେତ 11ଟି ଜିଲ୍ଲାରେ ସ୍ଥାପିତ ହେବ। ପରବର୍ତ୍ତୀ ଖବର, ସାଇବର ଠକଙ୍କୁ ଆଉ ତ୍ରାହି ନାହିଁ। ମୂଲ୍ୟ ଆକାଉଣ୍ଟ ଓ ଫେକ୍ ସିମ୍ ନେଟୱାର୍କ ଚେର ଉପାଡ଼ିବା ପାଇଁ ଆରମ୍ଭ ହୋଇଛି ଅପରେସନ ସାଇବର କବଚ। ମାସକ ମଧ୍ୟରେ ରାଜ୍ୟରେ ଶହ ଶହ ସାଇବର ଠକଙ୍କୁ ଗିରଫ କରାଯାଇଥିବା ବେଳେ ପୋଲିସ ସ୍କାନରରେ ଅଛନ୍ତି ସନ୍ଦିଗ୍ଧ ବ୍ୟାଙ୍କ କର୍ମଚାରୀ ଓ ସିମ୍ ଦୋକାନୀ। ପରବର୍ତ୍ତୀ ଖବର, ଏପ୍ରିଲ 15ରୁ ବନ୍ଦ ହୋଇଯିବ ବ୍ୟାଙ୍କ ଆକାଉଣ୍ଟ। ଏମିତି ଖବର ନିଶ୍ଚିନ୍ତ ଭାବରେ ଆପଣଙ୍କୁ ବ୍ୟସ୍ତ କରିଦେବ। ଜାଣି ରଖନ୍ତୁ ପୁରା ଘଟଣା।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପିଏନବି ଯେଉଁ ଆକାଉଣ୍ଟଗୁଡ଼ିକୁ ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛନ୍ତି, ବିଶେଷ କରି ସେହି ଆକାଉଣ୍ଟଗୁଡ଼ିକୁ ଇନ୍ଆକ୍ଟିଭ ଭାବରେ ବର୍ଗୀକୃତ କରାଯାଇଛି। ପରିସଂଖ୍ୟାନ ଅନୁସାରେ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କଗୁଡ଼ିକ ସାମୂହିକ ଭାବରେ 2022-23 ଏବଂ 2024-25 ଆର୍ଥିକ ବର୍ଷ ମଧ୍ୟରେ ଗ୍ରାହକମାନଙ୍କଠାରୁ ମୋଟ 8,092.83 କୋଟି ଟଙ୍କାର ଜରିମାନା ଆଦାୟ କରିଛନ୍ତି। ପରବର୍ତ୍ତୀ ଖବର, ଯୁଦ୍ଧ ଭିତରେ ଇରାନକୁ ଟ୍ରମ୍ପଙ୍କ ପ୍ରଶଂସା। ଆଜି ଇରାନ ସହିତ ଆମେରିକା ଇସ୍ରାଏଲ ଯୁଦ୍ଧ 18 ଦିନରେ ପହଞ୍ଚିଛି। ଦିନକୁ ଦିନ ଉଭୟ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ଅଧିକ ଭୟଙ୍କର ହେବାରେ ଲାଗିଛି, କିନ୍ତୁ କୌଣସି ପକ୍ଷ ପଛକୁ ହଟିବାକୁ ପ୍ରସ୍ତୁତ ନୁହନ୍ତି। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ପ୍ରଚୁର ପ୍ରଶଂସା କରିଛନ୍ତି। ସେ ଇରାନ ସହିତ ଚାଲିଥିବା ଯୁଦ୍ଧକୁ ଏକ ମହାନ ଚେସ୍ ମ୍ୟାଚ୍ ସହିତ ତୁଳନା କରିଛନ୍ତି।